परम प्रेममय श्री श्री ठाकुर अनुकूल चंद्र श्रीचरण मोर कोटि कोटि प्रणाम। परम कल्याणमयी जगज्जननी माँ लक्ष्मी माँ श्रीचरण मोर कोटि कोटि प्रणाम। परम पूज्यपाद प्रधान आचार्य देवश्री श्री बरदा श्रीचरण मोर कोटि कोटि प्रणाम। आजिर भरोसा पूज्यपाद दादा श्रीचरण मोर कोटि कोटि प्रणाम। परम प्रेममय श्री श्री ठाकुर अनुकूल चंद्र सत्यानुसरण ग्रंथटी को मु पाठ करुच्ची। भारतर अवनति डिजेनेरेशन सेही समयरू आरंभ होईची ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୃତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଛି। ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହୁଅ ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ବା ଆଟାଚ୍ଡ ହୁଅ ଏବଂ ସେହିମାନଙ୍କୁ ସ୍ୱୀକାର କର ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ, ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ସର୍ବପ୍ରଥମେ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା। ତଡ଼ ଯେତେ ଶୀଘ୍ର ପାର ଏହି ରକ୍ତ ଶୋଷଣକାରୀ ଅପସାଦ ଉତ୍ପାଦକ ଭେମ୍ପାୟାରକୁ ସ୍ମରଣ କର। ତୁମେ ସାହସୀ, ସ୍ମରଣ କର ତୁମେ ଶକ୍ତିର ତନୟ, ସ୍ମରଣ କର ତମେ ପରମପିତାଙ୍କ ସନ୍ତାନ। ଆମେ ସାହସୀ ହୁଅ, ଅକପଟ ହୁଅ, ତେବେ ଜଣାଯିବ ତୁମର ଧର୍ମରାଜ୍ୟରେ ପଶିବାର ଅଧିକାର ରହିଛି। ଏତେ ଟିକିଏ ଦୁର୍ବଳତା ଥିଲେ ମଧ୍ୟ ତୁମେ ଠିକ୍ ଅକପଟ ହୋଇପାରିବ ନାହିଁ। ଆଉ ଯେତେଦିନ ତୁମର ମନମୁହଁ ଏକ ନ ହୋଇଛି ସେତେଦିନ ତୁମର ମଳିନତା ଦେହରେ ହାତ ହିଁ ପଡ଼ିବ ନାହିଁ। ମନମୁହଁ ଏକ ହୋଇଗଲେ ଆଉ ଭିତର ମଇଳା ଜମି ପାରେ ନାହିଁ। ଗୁପ୍ତ ଆବର୍ଜନା ଭାଷାରେ ଭାସି ଉଠେ, ପାପ ଯାଇ ତା ଭିତରେ ବସା ବାନ୍ଧି ପାରେ ନାହିଁ। ହଟିଯିବା ବରଂ ଦୁର୍ବଳତା ନୁହେଁ, କିନ୍ତୁ ଚେଷ୍ଟା ନ କରିବା ହିଁ ଦୁର୍ବଳତା। ତୁମେ କୌଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ଯଦି ବିଫଳ ମନୋରଥ ହୁଅ, କ୍ଷତି ନାହିଁ। ତୁମେ ଛାଡ଼ ନାହିଁ। ଏହି ଅମ୍ଳାନ ଚେଷ୍ଟା ହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ। ଦୁର୍ବଳ ମନ ନିରକାଳ ହିଁ ସନ୍ଦିଗ୍ଧ, ସେମାନେ କଦାପି ନିର୍ଭର କରିପାରନ୍ତି ନାହିଁ। ବିଶ୍ୱାସ ହରାଉଛନ୍ତି, ତେଣୁ ପ୍ରାୟ ରୁଗ୍ଣ, କୁଟିଳ, ଇନ୍ଦ୍ରିୟ ପରବଶ ହୋଇପଡ଼ିଛନ୍ତି। ସେମାନଙ୍କ ନିକଟରେ ସାରା ଜୀବନଟା ଜ୍ୱାଳାମୟ। ଶେଷରେ ଅଶାନ୍ତିରେ ସୁଖ ଦୁଃଖ ଡୁବିଯାଏ। ସୁଖ କ'ଣ, ଦୁଃଖ କ'ଣ କହିପାରନ୍ତି ନାହିଁ। କହିଲେ ହୁଏତ କୁହନ୍ତି, ବେଶ୍, ତା ମଧ୍ୟ ଅଶାନ୍ତି। ଅବସାଦରେ ଜୀବନ କ୍ଷୟ ହୋଇଯାଏ। ଦୁର୍ବଳ ହୃଦୟରେ ପ୍ରେମର ଭକ୍ତିର ସ୍ଥାନ ନାହିଁ। ପରର ଦୁର୍ଦ୍ଦଶା ଦେଖି, ପରର ବ୍ୟଥା ଦେଖି, ପରର ମୃତ୍ୟୁ ଦେଖି ନିଜର ଦୁର୍ଦ୍ଦଶା, ବ୍ୟଥା ବା ମୃତ୍ୟୁର ଆଶଙ୍କା କରି ଭାଙ୍ଗି ପଡ଼ିବା, ଝାଉଁଳି ପଡ଼ିବା ବା କାନ୍ଦି ଉନ୍ମତ୍ତ ହେବା, ସେ ସବୁ ଦୁର୍ବଳତା। ଯେଉଁମାନେ ଶକ୍ତିମାନ ସେମାନେ ଯାହା ହିଁ କରନ୍ତୁ ସେମାନଙ୍କର ନଜର କିନ୍ତୁ ନିରାକରଣ ଦିଗରେ। ଯେପରି ସେ ସବୁ ଅବସ୍ଥାରେ ଆଉ କେହି ବିଧ୍ୱସ୍ତ ନ ହୁଅନ୍ତି। ପ୍ରେମର ସହିତ ତାହାର ଉପାୟ ଚିନ୍ତା କରିବା। ବୁଦ୍ଧଦେବଙ୍କର ଯାହା ହୋଇଥିଲା, ଏହା ହିଁ ହେଉଛି ସବଳ ହୃଦୟର ଦୃଷ୍ଟାନ୍ତ। ତୁମେ କୁହନା ତୁମେ ଭୀରୁ, କୁହନା ତୁମେ କାପୁରୁଷ, କୁହନା ତୁମେ ଦୁରାଶୟ। ପିତାଙ୍କ ଆଡ଼କୁ ନଜର କର, ଆବେଗ ଭରେ କୁହ, ହେ ପିତା, ମୁଁ ତୁମରି ସନ୍ତାନ। ମୋର ଆଉ ଜଡ଼ତା ନାହିଁ, ଆଉ ଦୁର୍ବଳତା ନାହିଁ। ମୁଁ ଆଉ କାପୁରୁଷ ନୁହେଁ। ମୁଁ ଆଉ ତୁମକୁ ଭୁଲି ନରକ ଆଡ଼କୁ ଦୌଡ଼ିଯିବି ନାହିଁ। ଆଉ ତୁମର ଜ୍ୟୋତି ଆଡ଼କୁ ପଛ କରି ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।